ନା ଆମେ ତ ଜାଣିନୁ। କାଲି ତ ମୁଁ ଯାଇଥିଲି ମାନ୍ୟବର ସଭାପତି ପାଖକୁ, ହେଇଥିବ ଯଦି ଏମିତି କିଛି ଯୋଜନା ଥିବ। ଯୋଜନା ତ ଥିଲା ଆଗରୁ, ବଟ୍ କାଲି ହେବ କି ନା ଆମେ କେହି ଜାଣିନୁ। କିନ୍ତୁ କାଲି ଯଦି ହେବ ତାହେଲେ ଭଲ କଥା। ମାନ୍ୟବର ସଭାପତି ଯାହା ନିଷ୍ପତ୍ତି ନେବେ ଆମେ ତ ସବୁବେଳେ ତା ନିଷ୍ପତ୍ତି ସାଙ୍ଗରେ ଅଛୁ। ତେଣୁ ଯଦି ସୁଜାତା କାର୍ତ୍ତିକେୟନ ଯଦି ଆସିବେ ଭଲ କଥା, ସମ୍ପୂର୍ଣ୍ଣ ସହଯୋଗ ଦଳ କରିବ, ଆମେ ସମସ୍ତେ କରିବୁ। ଦଳକୁ କେମିତି ଆଗକୁ ନେବା ସେ ହେଲା କଥା। ଅସୁବିଧା କେଉଁଠି ଅଛି? ପର୍ସନାଲ ମୋର ବ୍ୟକ୍ତିଗତ କହିବା କଥା, ବ୍ୟକ୍ତିଗତ ହେଉଛି କ'ଣ, ଆମର ଦଳର ଭାବମୂର୍ତ୍ତି ନବୀନ ପଟ୍ଟନାୟକର ଇମେଜ୍ ଉପରେ ଡିପେଣ୍ଡ କରେ। ସବୁକିଛି ତାଙ୍କ ଇମେଜ୍ ଉପରେ, ଆଉ ବାକି ରହିଲା ପରିଚାଳନା ଭାରଟା। ସିଏ ଯଦି ଆସିବେ ଅତୀତରେ ଭୈରବ ପାଣ୍ଡିଆନ, ସିଏ ମଧ୍ୟ ପରିଚାଳନା କରୁଥିଲେ, ଇଏ ମଧ୍ୟ ଆସି ପରିଚାଳନା କରିବେ, କିଛି ଅସୁବିଧା ନାହିଁ। କିନ୍ତୁ କଥା ହେଉଛି କ'ଣ, ଆମେମାନେ ସମ୍ପୂର୍ଣ୍ଣ ଡେଡିକେଟଲି ସମ୍ପୂର୍ଣ୍ଣ ଦଳ ସହଯୋଗ କରିବା ଦରକାର। କହିଲେ ପୁଣି ଆଉଥରେ ଆମର ଯେଉଁ ବାରମ୍ବାର ମୁଁ ଅତୀତରେ କହିଛି, ଆମର ଲକ୍ଷ୍ୟ ଆଉଥରେ 2029ରେ ସରକାରକୁ ପୁନର୍ବାର ଫେରିବାଟା। ତେଣୁ ସେଇଟା ଯଦି ଆମେ ସମସ୍ତେ ମନ ପ୍ରାଣ ଦେଇ ସହଯୋଗ କରିବେ ସୁଜାତା କାର୍ତ୍ତିକେୟନକୁ, ତାହେଲେ ଦଳ ଆଉଥରେ ଆସିଯିବ। ପୁଣି ଅସୁବିଧା କ'ଣ ଅଛି? କିଛି ସିନିୟର ଲିଡର ମଧ୍ୟ ବିରୋଧ କରୁଛନ୍ତି ପାଣ୍ଡିଆନ ମିସେସ୍ ପାଣ୍ଡିଆନକୁ। ପାଣ୍ଡିଆନ ତାଙ୍କର କହିବା କଥା ଯେ ପାଣ୍ଡିଆନ ଏ ଦ୍ୱାରା ପରିଚାଳିତ ଦ୍ୱାରା ଆମେ 2000 ପରାସ୍ତ କଲୁ। ତ ମୁଁ ପାଣ୍ଡିଆନ କଥା ବାବଦରେ ସିନିୟର ମାନେ କ'ଣ କହୁଛନ୍ତି, ମୁଁ ତ କିଛି ତା ଭିତରେ ମତାମତ ଦେବା ଠିକ୍ ହେବନି। ମୁଁ କହୁଛି ସୁଜାତା କାର୍ତ୍ତିକେୟନ, ସୁଜାତା ରାଉତଙ୍କ ବାବଦରେ। ତ ଅତୀତରେ ମିଶନ ଶକ୍ତିକୁ କେମିତି ପରିଚାଳନା କରୁଥିବ ସେସବୁ ଆମେ ଦେଖିଛୁ ଆଖି ଆଗରେ, ମୁଁ ବିଧାୟକ ଥିଲାବେଳେ ଦେଖିଛି। ତେଣୁ ତାଙ୍କର କ୍ଷମତା ଉପରେ କୌଣସି ସନ୍ଦେହ ନାହିଁ। 80 ଲକ୍ଷ ସ୍ତ୍ରୀ ଲୋକଙ୍କୁ ଚଳେଇବା ସାରା ରାଜ୍ୟରେ ଛୋଟିଆ କଥା ନୁହେଁ। ଏବଂ ମିଶନ ଶକ୍ତିକୁ ସାରା ଭାରତ ବର୍ଷରେ ସବୁଠାରୁ ସଫଳତମ ମିଶନ ଶକ୍ତି ପ୍ରୋଗ୍ରାମ ଓଡ଼ିଶାରେ ଥିଲା। ତେଣୁ ସେଇଟା ଅତୀତରେ ଦେଖିଛୁ ତାଙ୍କର କାର୍ଯ୍ୟଦକ୍ଷତା। ତେଣୁ ଦଳ ଯଦି ଆଗକୁ ତାଙ୍କ ଉପରେ ମାନ୍ୟବର ସଭାପତି ଦେଉଥିବେ ଭଲ କଥା। ଏବଂ ଆମେ ମୁଁ ବ୍ୟକ୍ତିଗତ ମୋ କଥା କହିବି, ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ଏବଂ ଚେଷ୍ଟା କରିବୁ ଆଉଥରେ ପୁନର୍ବାର କେମିତି ଦଳ ପୁନର୍ବାର ସରକାରକୁ ଆସୁ। ନା ମୋ ପାଖକୁ ତ କିଛି ଆସିନି, ହୁଏତ ଆଗକୁ ଜଣେଇବେ, ଯଦି ଆସୁଥିବେ ଜଣେଇବେ। ମୁଁ ତ ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ବାହାରି ଯିବି, ଖବର କ'ଣ ଆସୁଛି ଦେଖାଯିବ, ଜଣାପଡ଼ିବ। କ'ଣ ଆଦରେ ଭାବିବା ନାହିଁ। ଆପଣମାନେ ଯେମିତି ସମସ୍ତେ ଜାଣିବେ, ମୁଁ ବି ସେମିତି ସବୁ ଜାଣିବି। ସମସ୍ତେ ଜାଣିଥିଲେ ପାଣ୍ଡିଆନ କେମିତି ସନ୍ନ୍ୟାସ ନେଲେ, ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ ବି କଲେ। ବରିଷ୍ଠ ନେତା ବଦ୍ରି ପାତ୍ର ବିମୁଖ କରିକି କହିଲେ ଯେ ପାଣ୍ଡିଆନ ପାଇଁ ଦଳ ହେଲା। ପୁଣି ତାଙ୍କ ମିସେସ୍ ଯେହେତୁ ଆସିବା, ସେଇ ପାଣ୍ଡିଆନ ଗୋଟିଏ ଦଳ ଗ୍ରହଣ କରିବେ ନେତାମାନେ ଗ୍ରହଣ କରିବା ନ କରିବା, ଏଟା କଥାଟା ହେଉଛି ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି। ସେଇଟା ହେଉଛି ଭାଇଟାଲ୍ ଫ୍ୟାକ୍ଟର। ଯଦି ନବୀନ ପଟ୍ଟନାୟକ କମ୍ଫର୍ଟେବୁଲ୍ ଏବଂ ସିଏ ନିଷ୍ପତ୍ତି ନେଇଛନ୍ତି, ତାହେଲେ କାହାର କିଛି କହିବାର ଲାଭଟା